ଆପଣ ଦେଖୁଛନ୍ତି ସିଧାସଳଖ ଦୃଶ୍ୟ ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନଙ୍କର ପାର୍ଥିବ ଶରୀର ବର୍ତ୍ତମାନ ସମୟରେ ଯେଉଁ ରହିଛି ଆମେ କହିପାରିବୁ ବର୍ତ୍ତମାନ ସମୟରେ ବାସଭବନରୁ ବାହାରି ସାରିଛି ଏବଂ ଏଠୁ ସିଧାସଳଖ ପୁରୀ ସ୍ୱର୍ଗଦ୍ୱାର ଯିବେ ଏବଂ ବର୍ତ୍ତମାନ ସମୟରେ ଆପଣ ଦେଖୁଛନ୍ତି ସ୍ୱତନ୍ତ୍ର ଆମ୍ବୁଲାନ୍ସ ମାଧ୍ୟମରେ ବର୍ତ୍ତମାନ ସମୟରେ ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନଙ୍କର ପାର୍ଥିବ ଶରୀର ବର୍ତ୍ତମାନ ସମୟରେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବାହାରୁଛି ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କର ଯେଉଁ ରହିଛି ଆମେ କହିପାରିବୁ ବାସଭବନ ପାଖରୁ ବର୍ତ୍ତମାନ ସମୟରେ ବାହାରିଛନ୍ତି। ବିଶାଳ ଜନସମୁଦ୍ର ରହିଛନ୍ତି ଏବଂ ଅନେକ ସଂଖ୍ୟକ ଲୋକମାନେ ଶୁଭେଚ୍ଛୁ ସମର୍ଥକ ତା ସହିତ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ମନ୍ତ୍ରୀ ମାନେ ପୁରାପୁରି ଉପସ୍ଥିତ ଅଛନ୍ତି ଏବଂ ଏହି ବିଶାଳ ଜନସମୁଦ୍ର ଆପଣଙ୍କୁ ଆମେ ଦେଖାଉଛୁ। ଶେଷ ଯାତ୍ରାରେ ଆମେ କହିପାରିବା ଶ୍ରୀଯୁକ୍ତ ପ୍ରଧାନ ରହିଛନ୍ତି ଏବଂ ନିଶ୍ଚିତ ଭାବରେ ଜଣେ ଦିଗ୍ଗଜ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପୂର୍ବତନ ପ୍ରଦେଶର ସଭାପତି ଏବଂ ସେଥିପାଇଁ ତାଙ୍କ ନେତୃତ୍ୱରେ ଅନେକ କାର୍ଯ୍ୟ କରାଯାଇଛି। ତାଙ୍କ ନେତୃତ୍ୱରେ ଅନେକ କାର୍ଯ୍ୟ ଓଡ଼ିଶା ପାଇଁ କରାଯାଇଛି। ଓଡ଼ିଶାର ବିନ୍ଧାଣୀ କହିଲେ ଅତୃପ୍ତି ହେବ ନାହିଁ ତେଣୁ ତାଙ୍କର ବର୍ତ୍ତମାନରେ ସମସ୍ତେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କୁ ବିଦାୟ ଦେଇଛନ୍ତି। ଶେଷ ଦର୍ଶନ କରିଥିଲେ ବର୍ତ୍ତମାନ ବିଦାୟ ଦେଉଛନ୍ତି ଏବଂ ଇଏ ବିଦାୟ ନିଶ୍ଚିତ ଭାବରେ କଷ୍ଟକର। ଇଏ ବିଦାୟ ନିଶ୍ଚିତ ଭାବରେ ସମସ୍ତଙ୍କୁ ଦୁଃଖ ଦିଏ ଏବଂ ଆଉ ଫେରିବେନି ଦେବେନ୍ଦ୍ର ପ୍ରଧାନ କିନ୍ତୁ ତାଙ୍କର ଯେଉଁ କାର୍ଯ୍ୟ ତାଙ୍କର ଯେଉଁ ଗାରିମା ତାଙ୍କର ଯେଉଁ ଲୋକପ୍ରିୟତା ଆଜି ସବୁଦିନ ପାଇଁ ଅମର ହେଇକି ରହିବ। କିନ୍ତୁ ଯେହେତୁ ଶେଷ ଯାତ୍ରାରେ ଅଛନ୍ତି ବାସଭବନରୁ ବାହାରି ସାରିଛି ପାର୍ଥିବ ଶରୀର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ ଓ ଧର୍ମେନ୍ଦ୍ର ପ୍ରଧାନ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ ଖାଗ୍ନି ଦେବେ ସେଠାରେ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ବିଦାୟ ନିଶ୍ଚିତ ଭାବରେ କଷ୍ଟକର। ବିଦାୟ ସମସ୍ତଙ୍କୁ ଦୁଃଖ ଦିଏ। ବିଦାୟ କେହି ଦେବା ପାଇଁ ଚାହାନ୍ତି ନାହିଁ କିନ୍ତୁ ଇଏ ତ ବିଧିର ବିଧାନ ସେଥିପାଇଁ ବିଦାୟ ଦେବାକୁ ପଡ଼ୁଛି ଏବଂ ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନଙ୍କର ବର୍ତ୍ତମାନରେ ସାରା ଓଡ଼ିଶା ଏବଂ ସାରା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ସାଧାରଣ ଲୋକ ସମସ୍ତେ ବର୍ତ୍ତମାନ ଦେବେନ୍ଦ୍ର ପ୍ରଧାନଙ୍କୁ ବିଦାୟ ଦେଉଛନ୍ତି। ଇଏ ସିଧାସଳଖ ଦୃଶ୍ୟ ଆପଣଙ୍କୁ ଆମେ ଦେଖାଉଛୁ କେଉଁଭଳି ଭାବରେ ଭିଡ଼ ରହିଛି କେଉଁଭଳି ଭାବରେ ଲୋକମାନଙ୍କର ଏଠାରେ ସମାଗମ ରହିଛି ଏବଂ ପୁରାପୁରି ଭାବରେ ଆମେ କହିବୁ ଯେ ଇଏ ପୁରାପୁରି ଭାବରେ ବହୁ ସଂଖ୍ୟକ ଲୋକମାନଙ୍କ ସମାଗମ ଭିତରେ ଆମେ କହିପାରିବୁ ବିଦାୟ ଦିଆଯିବ ସ୍ୱର୍ଗତ ରହିଛନ୍ତି ପ୍ରଧାନଙ୍କୁ। ତେଣୁ ଇଏ ସିଧାସଳଖ ଦୃଶ୍ୟ ରହିଛି ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବାହାରି ସାରିଛି ପାର୍ଥିବ ଶରୀର। ସ୍ଥାନେ ସ୍ଥାନେ ଯେଉଁମାନେ ଲୋକ ରହିଛନ୍ତି ସେମାନେ ପୁରାପୁରି ଭାବରେ ଆମେ କହିପାରିବୁ ଶେଷ ଦର୍ଶନ କରିବାର ସୁଯୋଗ ପାଇବେ। ଜଣେ ଏଭଳି ନେତୃତ୍ୱଙ୍କୁ ହରାଇ ରାଜ୍ୟ ନିଶ୍ଚିତ ଭାବରେ ଗୋଟେ ଅପୂରଣୀୟ କ୍ଷତି ସହିଛି ଏବଂ ସେଥିପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଶେଷ ଦର୍ଶନ କରିଥିଲେ ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ନିଶ୍ଚିତ ଭାବରେ ଏଭଳି ସମୟରେ ବର୍ତ୍ତମାନ ସମୟରେ ସମସ୍ତେ ଦୁଃଖିତ ଏବଂ ମ୍ରିୟମାଣ କିନ୍ତୁ ସେଥିପାଇଁ ଆମେ ଦେଖୁଛୁ ସକାଳୁ ଯେହେତୁ ଆଜି ଶେଷକୃତ୍ୟ କରାଯିବ ତେଣୁ ସେଥିପାଇଁ ପୁରାପୁରି ଭାବରେ ସିଧାସଳଖ ଏହି ଯେଉଁ ଦୃଶ୍ୟ ରହିଛି ସ୍ୱତନ୍ତ୍ର ଆମ୍ବୁଲାନ୍ସ ମାଧ୍ୟମରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଉଛି ଏବଂ ଏ ଚିତ୍ର ନିଶ୍ଚିତ ଭାବରେ ସମସ୍ତଙ୍କୁ ବ୍ୟଥିତ କରୁଛି ଯେ ତାଙ୍କର ଆବର୍ତ୍ତମାନ କେତେ କଷ୍ଟ ଦେଇଛି ସମସ୍ତଙ୍କୁ ତାଙ୍କର ଆବର୍ତ୍ତମାନ କେତେ ଦୁଃଖ ଦେଇଛି ସମସ୍ତଙ୍କୁ ତଥାପି ବି ଏଭଳି ଦୁଃଖଦ ପରିସ୍ଥିତିରେ ମଧ୍ୟ ତାଙ୍କୁ ବିଦାୟ ଦେବା ପାଇଁ ପଡ଼ୁଛି। ଓଡ଼ିଶାର ଜଣେ ବରପୁତ୍ର ଓଡ଼ିଶାର ଜଣେ ଜନନାୟକ କହିଲେ ଅତୃପ୍ତି ହେବ ନାହିଁ। ଓଡ଼ିଶାର ଜଣେ ଅନ୍ୟତମ ବିନ୍ଧାଣୀ କହିଲେ ଅତୃପ୍ତି ହେବ ନାହିଁ। ତେଣୁ ତାଙ୍କର ଆବର୍ତ୍ତମାନ ସମସ୍ତଙ୍କୁ ଯେତେବେଳେ କଷ୍ଟ ଦେଇଛି ଆଜି ସାରା ଓଡ଼ିଶାର କୋଣ ଅନୁକୋଣରୁ ଛୁଟି ଆସିଥିବା ଅନେକ ସଂଖ୍ୟକ ଲୋକମାନେ ଆଜି ବିଦାୟ ଦେଉଛନ୍ତି ଶେଷ ଯାତ୍ରାରେ ରହିଛନ୍ତି। ଆମେ କହିପାରିବୁ ଯେ ଓଡ଼ିଶାର ଅନ୍ୟତମ ବିନ୍ଧାଣୀ ବର୍ତ୍ତମାନ ସମୟରେ ଏହି ସିଧାସଳଖ ଦୃଶ୍ୟ ଆମେ ଦେଖାଉଛୁ। ବିଦାୟ ପରେ ମ୍ୟାଡ଼ାମ ମଧ୍ୟ ରହିଛନ୍ତି ତାଙ୍କର ଦୁଃଖରେ ଭାଙ୍ଗି ପଡ଼ିବାର ଚିତ୍ର ମଧ୍ୟ ଦେଖାଉଛୁ କିନ୍ତୁ ଏଭଳି ପରିସ୍ଥିତିରେ ନିଶ୍ଚିତ ଭାବରେ ସମ୍ଭବପର ନୁହେଁ ଏବଂ ଇଏ ବର୍ତ୍ତମାନ ସମୟର ଯେଉଁ ଦୃଶ୍ୟ ବର୍ତ୍ତମାନ ସମୟରେ ରହିଛି ସମସ୍ତଙ୍କୁ ବେଶ ଦୁଃଖ ଦେଇଛି। ତେଣୁ ଶେଷ ଯାତ୍ରାରେ ବର୍ତ୍ତମାନ ସମୟରେ ରହିଛନ୍ତି ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନ ତେଣୁ ଇଏ ସିଧାସଳଖ ଦୃଶ୍ୟ ଆମେ ବାସଭବନ ପାଖରୁ ଦେଖାଉଛୁ।